ବିଜେଡି ଦିନରେ ସ୍ୱପ୍ନ ଦେଖୁଛି। ଆଜି ଆମେ ଖବରକାଗଜରୁ ପଢିଲୁ ଏ କଥା। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର ନେତୃତ୍ୱଙ୍କ ପାଖରେ ଏ କଥାର ସମ୍ପୂର୍ଣ୍ଣ ବିବରଣୀ ନଥାଇପାରେ। ନଈ ନ ଦେଖିକି ଲଙ୍ଗଳା ହେଲା ଭଳି ମତେ ଲାଗୁଛି ବିଜୁ ଜନତା ଦଳ ପ୍ରତ୍ୟେକ କଥାରେ ଭାରତୀୟ ଜନତା ପାର୍ଟି ବା ସରକାରକୁ କାଠଗୋଡ଼ାରେ ଠିଆ କରିବା ପାଇଁ ଚେଷ୍ଟା କରୁଛି। ଭୁଲି ଯାଉଛନ୍ତି ସେମାନେ 24 ବର୍ଷ ସରକାରରେ ଥିଲେ। ତାଙ୍କ ବେଳେ ଯୋଉ ଯୋଉ ନିର୍ବାଚନ ବନ୍ଦ ହେଇଥିଲା କିମ୍ବା ଲେଟ୍ ହଉଥିଲା, ବିଭିନ୍ନ ନିର୍ବାଚନକୁ ଆପଣ ମାନେ ଦେଖିପାରିବେ। କଲେଜ ଇଲେକ୍ସନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ, ସେଇଭଳି ବିଭିନ୍ନ ନିର୍ବାଚନକୁ এইভাবে ভাবে ডেরি হচ্ছিল। তাহলে ସେମାନେ সেই কথা করুଥିଲେ। দেখন্তু ইলেকশন কমিশনর ଏକ ସେପାରେଟ ବଡି ବା ତାର ଅଟୋନମସ, ତାର ନିଜସ୍ୱ ଦାୟିତ୍ୱ ଏବଂ ଅଧିକାର ରହିଛି। ସେ ଚାହିଁଲେ କୋଉ ମୁହୂର୍ତ୍ତରେ କ'ଣ ପରିସ୍ଥିତି ଦେଖିକି ନିର୍ବାଚନ ଘୋଷଣା କରିପାରନ୍ତି। ଯଦି ଜନଗଣନାକୁ ନେଇକି ଡେରି ହବାର ଥିବ, ଇଲେକ୍ସନ କମିଶନର କହିପାରିବେ। ସେ କଥା କୌଣସି ଦଳର, ଏହା କୌଣସି ଦଳର ବ୍ୟାପାର ନୁହେଁ, ନା ଭାରତୀୟ ଜନତା ପାର୍ଟିର, ନା କଂଗ୍ରେସର, ନା ବିଜୁ ଜନତା ଦଳ। ତେଣୁ ଯଦି ଡେରି ହବାର ଥିବ ବା ଡେରି ହବାର କୌଣସି ବିଧି ବ୍ୟବସ୍ଥାରେ ଥିବ, ତାହେଲେ ଇଲେକ୍ସନ କମିଶନର ସେ କଥା ଘୋଷଣା କରିବେ। ଆମେ ଚାହୁଁଛୁ ନିର୍ବାଚନ ଠିକ ସମୟରେ ହଉ,